ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରିୟରେ ନମସ୍କାର, ପ୍ରେଜ୍ ଦ ଲର୍ଡ। ମୁଁ ଅନେକ ଦିନ ପରେ ଆଜି ଗୋଟେ ମୁଁ ଭିଡ଼ିଓ ବନେଇବାକୁ ଚାହୁଁଛି ଆଉ ବାକ୍ୟ ଆମେ ଆଲୋଚନା କରିବା। ମୁଁ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆସନ୍ତୁ ଅଳ୍ପ ପ୍ରାର୍ଥନା କରିବା। ପ୍ରେମୟ ପ୍ରଭୁ, ଧନ୍ୟବାଦ ସମୟ ପାଇଁ ଆଉ ଏହି ସୁଯୋଗ ପାଇଁ ଆମକୁ ଅନୁଗ୍ରହ କରିଛ। ଆଉ ଯେଉଁ ବାକ୍ୟ ଆମେ ଶିଖିବୁ ବୁଝିବା ନିମନ୍ତେ ଅନୁଗ୍ରହ କର, ଜ୍ଞାନ ବୁଦ୍ଧି ଦିଅ। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ଆଜି ଗୋଟେ ବିଷୟ ଆମେ ଆଲୋଚନା କରିବା। ମୁଁ ସେ ବିଷୟବସ୍ତୁକୁ ଯିବା ପୂର୍ବରୁ ଗୋଟେ ବିଷୟ ମୁଁ ପଢ଼ିବି। ଗଣନା 24 ପର୍ବ ଆମେ 17 ପଦ ପଢ଼ିବା। ଗଣନା 24 ପର୍ବର 17 ପଦ। ମୁଁ ତାହାଙ୍କୁ ଦେଖୁଅଛି, ମାତ୍ର ସେ ବର୍ତ୍ତମାନ ନୁହନ୍ତି। ମୁଁ ତାହାଙ୍କର ଦର୍ଶନ ପାଉଅଛି, ମାତ୍ର ସେ ନିକଟବର୍ତ୍ତୀ ନୁହନ୍ତି। ଯାକୁବ ଠାରୁ ଏକ ତାରା ଉଦିତ ହେବ ଓ ଇସ୍ରାଏଲ ଠାରୁ ଏକ ରାଜଦଣ୍ଡ ଉତ୍ଥିତ ହେବ। ତାହା ମୟାବର ପାର୍ଶ୍ୱ ଭେଦ କରିବ ଓ କଳହର ସମସ୍ତ ସନ୍ତାନକୁ ଚୂର୍ଣ୍ଣ କରିବ। ଦେଖନ୍ତୁ, ଏଠାରେ ଲେଖା ଅଛି ବିଲିୟମ ଯିଏ ପ୍ରଭୁଙ୍କର ଦାସ ଗୋଟେ ଦର୍ଶନ ଦେଖୁଛନ୍ତି ଯେ ଗୋଟେ ତାରା ଉଦିତ ହେବ। ଯାକୁବ ଠାରୁ ଏକ ତାରା ଉଦିତ ହେବ, ଗୋଟେ ତାରା ଆସିବ। ଇସ୍ରାଏଲ ରାଜଦଣ୍ଡର ଏକ ତାରା ଆସିବ ଏବଂ ତାହା ମୟାବର ପାର୍ଶ୍ୱକୁ ଭେଦ କରିବ। ମୁଁ ଆଜି ମୟାବ ବିଷୟରେ କିଛି ଆଲୋଚନା କରିବାକୁ ଚାହୁଁନାହିଁ, କିନ୍ତୁ ଏ ଯେଉଁ ବିଲିୟମ ଯିଏକି ପ୍ରଭୁଙ୍କର ଦାସ ଯେଉଁ ତାରା ଦେଖିଲେ, ଏ ତାରା ପ୍ରକୃତରେ କ'ଣ, ସେ କ'ଣ ବୋଲି ଦେଖୁଛନ୍ତି ଯେ ମୁଁ ଗୋଟେ ଦର୍ଶନ ଦେଖୁଅଛି, ସେ ବର୍ତ୍ତମାନ ନୁହନ୍ତି। ଯାହାଙ୍କୁ ମୁଁ ଦେଖୁଅଛି ସେ ବର୍ତ୍ତମାନ ନୁହନ୍ତି। ଆଉ ସେ ଯାକୁବ ଠାରୁ ଏକ ତାରା ଆସିବ, ଯାକୁବ ଠାରୁ ତାରା ଉଦିତ ହେବ। ଏଠାରେ ଚିନ୍ତା କରନ୍ତୁ, ଯାକୁବ ଯିଏକି ଜଣେ ମଣିଷ ଥିଲେ। ଆମେ ଜାଣିଛୁ ଯିଏକି ଇସାକର ପୁଅ, ଇସାକ ଅବ୍ରାହ୍ମଙ୍କର ପୁଅ, ଆଉ ଯାକୁବ ହେଉଛନ୍ତି ଇସାକର ପୁଅ। ତ ଯାକୁବ ଠାରୁ ତାରା ଉଦିତ ହେବ ମାନେ କ'ଣ? ଯାକୁବର 12ଟା ପୁଅ ବିଷୟରେ ଆମେ ବାଇବେଲରେ ଦେଖିଛୁ। ତେବେ ବାଇବେଲରେ କେଉଁ ବିଷୟରେ ଲେଖା ଅଛି ଯେ ଯାକୁବ ଠାରୁ ଏକ ତାରା ଉଦିତ ହେବ, ଏକ ତାରା ଆସିବ ଏବଂ ଇସ୍ରାଏଲ ଠାରୁ ଏକ ରାଜଦଣ୍ଡ ଉତ୍ଥିତ ହେବ। ଇସ୍ରାଏଲ ଠାରୁ ଏକ ରାଜଦଣ୍ଡ ଉତ୍ଥିତ ହେବ ଲେଖା ହେଇଛି। ତେଣୁ ଆମେ ଚିନ୍ତା କରିବା, ଏ ଯେଉଁ ତାରା ବିଷୟରେ ଲେଖା ହେଇଛି, ଯେଉଁ ଯାକୁବ ଠାରୁ ଇସ୍ରାଏଲ ଠାରୁ ଆସିବ ଲେଖା ହେଇଛି, ଏହା ପ୍ରକୃତରେ ଆମର ସୌର ଜଗତରେ ଥିବା ତାରାକୁ ବୁଝାଏ ନାହିଁ। କାରଣ ଯାକୁବ ଠାରୁ ମାନେ ସୌର ଜଗତରେ ଯେଉଁ ତାରା ଗୁଡ଼ିକ ଅଛି, ସେ ଯାକୁବ ଠାରୁ ସେ ତାରା ଗୁଡ଼ିକ ଉତ୍ପନ୍ନ ହେବ ନାହିଁ। ତା ଛଡ଼ା ପ୍ରଭୁ ଯାହା ତାରାମାନଙ୍କୁ ଯେଉଁ ସୌର ଜଗତରେ ରଖିଛନ୍ତି, ସେଟା ଏକାଥରକେ ସୃଷ୍ଟି ହେଇଛି। ଏଇଟା ନୁହେଁ କି ଯେ ଯାକୁବଙ୍କ ସମୟରେ ଆଉ ଗୋଟେ ତାରା ଆସିବ, ସେମିତି ନାହିଁ। କିନ୍ତୁ ବାଇବେଲରେ ଲେଖା ଅଛି ଯେ ଯାକୁବ ଠାରୁ ଏକ ତାରା ଉଦିତ ହେବ। ଯାକୁବ ଠାରୁ ତାରା ଯେଉଁ ଆସିବ, ଏଇ ତାରା ପ୍ରକୃତରେ କ'ଣ? ଏ ତାରା କାହାକୁ ବୁଝାଏ? ଆମେ କେତେଟା ଦେଖିବା, ଏଇ ତାରା ପ୍ରକୃତରେ ଯୀଶୁ ଖ୍ରୀଷ୍ଟଙ୍କୁ ବୁଝାଏ। ଏ ଯେଉଁ ଗଣନା 24 ପର୍ବର 17 ପଦରେ ଯେଉଁ ତାରା ଲେଖା ଅଛି, ଯାକୁବ ଠାରୁ ଯେଉଁ ତାରା ଆସିବେ, ଏହି ତାରା ପ୍ରକୃତରେ ଯୀଶୁ ଖ୍ରୀଷ୍ଟଙ୍କୁ ବୁଝାଏ। ଆମେ ଗୋଟେ ପଦ ପଢ଼ିବା, ଯିଶାୟା ପୁସ୍ତକକୁ ଆମେ ଯିବା। 11:1 ଅନନ୍ତର ଯିସିୟର ଗଣ୍ଡିରୁ ଏକ ପଲବ ନିର୍ଗତ ହେବ ଓ ତାହାର ମୂଳରୁ ଏକ ଶାଖା ଉତ୍ପନ୍ନ ହୋଇ ଫଳ ଉତ୍ପନ୍ନ କରିବ। ଯିସିୟର ଗଣ୍ଡିରୁ ଏକ କ'ଣ ହେବ ନା ପଲବ ନିର୍ଗତ ହେବ। ଯିସି ହେଉଛନ୍ତି ଦାଉଦର ପିତା। ଦାଉଦଙ୍କ ଠାରୁ ଯୀଶୁଙ୍କର ଜନ୍ମ ଆମେ କ୍ରମାଗତ ଭାବରେ ଦେଖିବାକୁ ପାଉ। ତ ବାଇବେଲରେ ଯାକୁବର 12ଟା ପୁଅ ଭିତରୁ ଜିହୁଦା ଗୋଟେ ହେଉଛନ୍ତି ତାଙ୍କର ପୁତ୍ର। ଜିହୁଦା ବଂଶରେ ବା ଜିହୁଦା ଲାଇନରେ ଦାଉଦ ଅଛନ୍ତି ଏବଂ ସେ ଦାଉଦଙ୍କ ଲାଇନରେ ଯୀଶୁଙ୍କର ଜନ୍ମ ହୁଏ। ତେଣୁ ଏ ଯିଶିର ଗଣ୍ଡିରୁ ଯେଉଁ ପଲବ ନିର୍ଗତ ହେବ, ଏହା ଯୀଶୁଙ୍କୁ ବୁଝାଏ। ଆଉ ତାହାଙ୍କ ମୂଳରୁ ଏକ ଶାଖା ଉତ୍ପନ୍ନ ହେବ, ସେ ଶାଖା ଯୀଶୁଙ୍କୁ ବୁଝାଏ। ଆଉ ବାଇବେଲରେ ପ୍ରକୃତରେ ଆଉ ଗୋଟେ ସେ 11:10 ପଦ ଦେଖନ୍ତୁ। ଆଉ ସେଇ ଦିନରେ
ଗୋଷ୍ଠୀଗଣର ଧ୍ୱଜା ରୂପେ ସ୍ଥାପିତ ଯେ ଯୀଶୁର ମୂଳ ତାହା ଦେଶୀୟମାନେ ତାହାଙ୍କର ଅନ୍ୱେଷଣ କରିବେ ଆଉ ତାହାଙ୍କର ବିଶ୍ରାମ ସ୍ଥାନ ଗୌରବାନ୍ୱିତ ହେବ। ତ ମୁଁ କହିବାକୁ ଚାହେଁ ବାଇବେଲରେ ପ୍ରତିଜ୍ଞା ଅଛି ଯୀଶୁ ଆସିବେ, କିନ୍ତୁ ବାଇବେଲରେ ଭିନ୍ନ ଭିନ୍ନ ରୂପରେ ତାହାଙ୍କର ପ୍ରତିଜ୍ଞା ଗୁଡ଼ିକ ଅଛି। ତେଣୁ ଆମେ ସେ ସମସ୍ତ ପ୍ରତିଜ୍ଞା ଗୁଡ଼ିକ ଆମେ ଆଲୋଚନା କରିବା ନାହିଁ। ଆଉ ଯୀଶୁଙ୍କୁ ଯେହେତୁ ତାରା ଭାବରେ ଲେଖା ହେଇଛି, ସେ ତାରା ଉପରେ ଆମେ ଆଲୋଚନା କରିବା। ତାରା ଭାବରେ ତାଙ୍କର କେତେଟା ଟିପ୍ପଣୀ ଆମେ ନେବା। ଯୀଶୁଙ୍କୁ ଯେଉଁ ତାରା ବିଷୟରେ କୁହାଯାଇଛି। ଆଉ ଗୋଟେ ଆମେ ପଢ଼ିବା, ଯେହେତୁ ଆମେ ଜାଣିଲୁ ଯେ ଯୀଶୁଙ୍କୁ ତାରା ଭାବରେ ଲେଖା ହେଇଛି ବା ଯୀଶୁଙ୍କୁ ତାରା ବୋଲି ବୁଝାଯାଏ, ତେଣୁ ଗୋଟେ ପଢ଼ିବା ଆମେ ଯିଶାୟା 14:12 ପଦ। ହେ ଲୁସିଫର ପ୍ରତ୍ୟୁଷର ପୁତ୍ର, ତୁମେ କିପରି ସ୍ୱର୍ଗରୁ ପତିତ ହେଲ? ଗୋଷ୍ଠୀଗଣକୁ ତୁମେ ଯେ ନତ କରିଥିଲ, ତୁମେ କିପରି ଭୂମିରେ ନିକ୍ଷିପ୍ତ ହେଲ? ତେବେ ଆପଣମାନେ ଗୋଟେ ଆଶ୍ଚର୍ଯ୍ୟ ହେଉଥିବେ, এইটা ତ ଗୋଟେ ଶୈତାନ ବିଷୟରେ ଲେଖା ହେଇଛି। ଯିଶାୟା 14:12 ପଦରେ ପତିତ ଦୂତ ବା ଶୈତାନ ବିଷୟରେ ଏଠାରେ ଲେଖା ଅଛି। ତେବେ ଯୀଶୁଙ୍କୁ ଯେଉଁ ତାରା ବୁଝାଯାଏ, ଯୀଶୁଙ୍କୁ ତାରା ଭାବରେ ବିଲିୟମ ଯେଉଁ ଦେଖିଲେ, ଆଉ ସେଇ ପଦକୁ ଆଉ ଏଇ ପଦର ସମାନତା କ'ଣ ଅଛି? କ'ଣ ପାଇଁ ରେଫରେନ୍ସ ପଢ଼ିଲି ମୁଁ? ଆପଣମାନେ ଟିକେ ଧ୍ୟାନ ଦିଅନ୍ତୁ। ଏଠି କ'ଣ ଲେଖା ହେଇଛି? ହେ ଲୁସିଫର ପ୍ରତ୍ୟୁଷର ପୁତ୍ର, ତୁମେ ସ୍ୱର୍ଗରୁ କିପରି ପତିତ ହେଲ? ତ ଏଠାରେ ଯିଶାୟ କାହା ସହିତ କଥାବାର୍ତ୍ତା କରନ୍ତି? ଏଠାରେ ଯିଶାୟ ପତିତ ଦୂତ ପରବର୍ତ୍ତୀ ସମୟରେ ଯିଏକି ଶୈତାନ ନାମରେ ନାମିତ ହେଲା, ଆଉ ପରମେଶ୍ୱରଙ୍କର ବିଦ୍ରୋହ କରିବାରୁ ତାଙ୍କର ନାମ ଶୈତାନ ଦିଆଗଲା। ତେଣୁ ଏଠାରେ ଶୈତାନକୁ ପ୍ରକୃତରେ ବୁଝାଯାଏ। ତେଣୁ ଏଠାରେ ଶୈତାନକୁ ଯିଶାୟ କଥାବାର୍ତ୍ତା କରନ୍ତି। ତ ଶୈତାନକୁ ସେ କ'ଣ ମାନେ କ'ଣ ଆଖ୍ୟା ଦେଇ କଥାବାର୍ତ୍ତା କରୁଛନ୍ତି? ଶୈତାନକୁ କ'ଣ ବୋଲି ସେ ଡାକୁଛନ୍ତି? କ'ଣ ବୋଲି କହୁଛନ୍ତି? ଏକ ସେ ଲୁସିଫର ବୋଲି କହନ୍ତି ଏବଂ ଦ୍ୱିତୀୟ ସେ ପ୍ରତ୍ୟୁଷର ପୁତ୍ର ବୋଲି କହନ୍ତି। ତ ପ୍ରତ୍ୟୁଷର ପୁତ୍ର କହିଲେ ଆମେ ପ୍ରକୃତରେ ବୁଝୁ ଯେ କ'ଣ ଏଇଟା ପ୍ରତ୍ୟୁଷର ପୁତ୍ର, ଆମେ ଯେଉଁଟାକି ଇଂଲିଶରେ କହିଥାଉ ମର୍ଣ୍ଣିଂ ଷ୍ଟାର ବୋଲି ଆମେ କହିଥାଉ। ମର୍ଣ୍ଣିଂ ଷ୍ଟାର ବା ଆଉ ଗୋଟେ ଓଡ଼ିଆରେ ଦେଖିଲେ ପ୍ରଭାତୀ ତାରା ବୋଲି ଆମେ କହିଥାଉ। ତ ଏ ପ୍ରଭାତୀ ତାରା ବା ଏ ଧ୍ରୁବ ତାରା ବା ଏ ମର୍ଣ୍ଣିଂ ଷ୍ଟାର, ଏହାର ମାନେ କ'ଣ? ଏହାର ଅର୍ଥ ହେଉଛି ଦିନ ଆସିବା ପୂର୍ବରୁ ଯେତେବେଳେ ଆମେ ଦେଖୁଛୁ ଯେ ପ୍ରଭାତୀ ତାରା ଆସେ, ମର୍ଣ୍ଣିଂ ଷ୍ଟାର ଆସେ, ତାପରେ ଦିନ ଆସେ। ଲୋକମାନେ ଆଗ କାଳରେ, ଏବେ ସିନା ଆମମାନଙ୍କର ପ୍ରତ୍ୟେକ ଲୋକ ପାଖରେ ସମୟର ଜ୍ଞାନ ଅଛି, ଏତେ ରାତିରେ ଏତେ ସମୟ ହେଲା, ଏବେ ସକାଳ ହେବ ବୋଲି ଆମେ ଜାଣିପାରୁଛୁ। କିନ୍ତୁ ବହୁତ ବର୍ଷ ତଳେ ଯଦି ଆମେ ଦେଖିବା, ଲୋକମାନେ ସେ ଧ୍ରୁବ ତାରାକୁ ଦେଖି ଜାଣିପାରୁଥିଲେ ଯେ ଏବେ ପ୍ରକୃତରେ କ'ଣ ହେବ ନା ସକାଳ ହେବ। ତେଣୁ ସେ ଧ୍ରୁବ ତାରା କହିବାର ଅର୍ଥ କ'ଣ? କିଛି ଗୋଟେ ବିଷୟ ଘଟିବା ପୂର୍ବରୁ ତାର ଆବିର୍ଭାବ ଅଟେ, ତାର ଆଗମନ ଅଟେ। ତେଣୁ ପ୍ରତ୍ୟୁଷର ପୁତ୍ର, ମର୍ଣ୍ଣିଂ ଷ୍ଟାର, ପ୍ରଭାତୀ ତାରା କହିବାର ଅର୍ଥ କିଛି ଗୋଟେ ଉତ୍ତମ ବିଷୟ ଘଟିବାର ପୂର୍ବ ଘଟଣା ବା ପୂର୍ବ ସଂକେତକୁ ବୁଝାଏ। ତେଣୁ ପ୍ରକୃତରେ କିଛି ଗୋଟେ ଉତ୍ତମ ବିଷୟ ଘଟିବାର ପୂର୍ବ ଘଟଣା କିଏ ନେଇ ଆସନ୍ତି? କିଏ ପ୍ରକୃତରେ ଉତ୍ତମ ବିଷୟର ପୂର୍ବର ବା ଅଗ୍ରଗାମୀ ଅଟନ୍ତି? ବାଇବେଲରେ ଆମେ ଚିନ୍ତା କରିବା, ଏଠାରେ ପ୍ରତ୍ୟୁଷର ପୁତ୍ର ବା ଲୁସିଫର ଲେଖା ହେଇଛି। ତ ଇଏ ପ୍ରକୃତରେ ମର୍ଣ୍ଣିଂ ଷ୍ଟାର କି? ଇଏ ପ୍ରକୃତରେ ପ୍ରଭାତୀ ତାରା କି? ମାନେ କିଛି ଗୋଟେ ଉତ୍ତମ ବିଷୟ କରିବା ପୂର୍ବରୁ ଆଙ୍କର କିଛି ଆବିର୍ଭାବ ଅଛି କି? ପ୍ରକୃତରେ ପ୍ରଭୁଙ୍କର ଦାସମାନେ ବା ଭାଇ ଭଉଣୀମାନେ, ପ୍ରକୃତରେ ସେମିତି ନାହିଁ। କିନ୍ତୁ କଥା କ'ଣ, ମାନେ ଶୈତାନ ଯିଏକି ଦୂତ, ସେ ନିଜକୁ ସେମିତି ଦେଖିଛି। କେମିତି ଦେଖିଛି? ମୁଁ ହେଉଛି ପ୍ରତ୍ୟୁଷର ପୁତ୍ର, ମୁଁ ହେଉଛି ପ୍ରଭାତୀ ତାରା। ମାନେ ନିଜକୁ ସେ କ'ଣ ବୋଲି ଭାବୁଛି ନା ମୁଁ କିଛି ଗୋଟେ ମୂଲ୍ୟବାନ ଘଟଣାର ପୂର୍ବ ଘଟଣା ମୁଁ ନେଇକି ଆସେ। ଆପଣମାନେ ଗୋଟେ ବିଷୟ ଜାଣିକି ଆଶ୍ଚର୍ଯ୍ୟ ହେବେ, ତ ପ୍ରତ୍ୟୁଷର ପୁତ୍ର କହିଲେ ଆମେ ବୁଝିଲୁ ଏଟା ମର୍ଣ୍ଣିଂ ଷ୍ଟାର, କିନ୍ତୁ ଲୁସିଫର କହିଲେ କ'ଣ? ଅନେକ ଲୋକମାନେ ଆଜି ବିଚାର କରନ୍ତି ଯେ ଲୁସିଫର ହେଉଛି ଶୈତାନ। କାହିଁକି ଏଠାରେ ଶୈତାନକୁ ଯିଶାୟ ଲୁସିଫର ବୋଲି କହନ୍ତି। କିନ୍ତୁ ପ୍ରକୃତରେ ଲୁସିଫର କ'ଣ ଶୈତାନକୁ ବୁଝାଏ କି? ଲୁସିଫର କ'ଣ ଶୈତାନ କି? ନାହିଁ। ଆପଣମାନେ ମନେ ରଖନ୍ତୁ, ଲୁସିଫର ମାନେ ଲାଟିନ ଭାଷାରେ ଲୁସିଫର କହିଲେ ପ୍ରଭାତୀ ତାରାକୁ ବୁଝାଏ। ଲାଟିନ ଭାଷାରେ ଲୁସିଫର କହିଲେ
ପ୍ରତ୍ୟୁଷର ପୁତ୍ର ବା ମର୍ଣ୍ଣିଂ ଷ୍ଟାର ବା ପ୍ରଭାତୀ ତାରାକୁ ବୁଝାଏ। ତେବେ ପ୍ରଭାତୀ ତାରା କ'ଣ ଶୈତାନ କି? ପ୍ରଭାତୀ ତାରା ବା ପ୍ରତ୍ୟୁଷର ପୁତ୍ର କ'ଣ ଶୈତାନ କି? ଯଦି ନୁହେଁ ଏଠାରେ କ'ଣ ପାଇଁ ଲେଖା ହେଇଛି? ଆମେ ଏହା କ୍ଲିୟର ହେବା ପୂର୍ବରୁ ଗୋଟେ ପଦ ପଢ଼ିବା। ପ୍ରକାଶିତ 22:16 ପଦ। ପ୍ରକାଶିତ 22 ପର୍ବର 16 ପଦ। ଏଠାରେ ପ୍ରକାର ଲେଖା ଅଛି, ଆମ୍ଭେ ଯୀଶୁ ମଣ୍ଡଳୀମାନଙ୍କ ନିମନ୍ତେ ତୁମମାନଙ୍କ ନିକଟରେ ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମ୍ଭର ଦୂତକୁ ପ୍ରେରଣ କରୁଅଛୁ। ଆମ୍ଭେ ଦାଉଦଙ୍କ ମୂଳ ଓ ବଂଶଜ, ସେହି ଉଜ୍ଜଳ ପ୍ରଭାତୀ ତାରା। ଏଠାରେ ଆମ୍ଭେ ଉଜ୍ଜଳ ପ୍ରଭାତୀ ତାରା ବୋଲି କିଏ କହୁଛନ୍ତି? ଆମ୍ଭେ ଉଜ୍ଜଳ ପ୍ରଭାତୀ ତାରା ବୋଲି କିଏ କହନ୍ତି? ଆପଣମାନେ 16 ପଦର ପ୍ରଥମରେ ଦେଖନ୍ତୁ, ଆମ୍ଭେ ଯୀଶୁ ବୋଲି ଲେଖା ହେଇଛି। ତେଣୁ ଯୀଶୁ କହନ୍ତି ଆମ୍ଭେ ହେଉଛୁ ଉଜ୍ଜଳ ପ୍ରଭାତୀ ତାରା। ଯୀଶୁ ହେଉଛନ୍ତି ମର୍ଣ୍ଣିଂ ଷ୍ଟାର। ଯୀଶୁ ହେଉଛନ୍ତି ପ୍ରଭାତୀ ତାରା। ଯୀଶୁ ହେଉଛନ୍ତି ପ୍ରତ୍ୟୁଷର ପୁତ୍ର। କାହିଁକି? ଯୀଶୁ ଆସିବା ଦ୍ୱାରା ସମସ୍ତ ବିଷୟ ପରିବର୍ତ୍ତନ ଘଟେ। ଯୀଶୁ ସମସ୍ତ ମଙ୍ଗଳ ଘଟଣା ବା ମୂଲ୍ୟବାନ ଘଟଣାର ଆରମ୍ଭ କରିବା ବ୍ୟକ୍ତି ହେଉଛନ୍ତି ଏ ଅଗ୍ରଗାମୀ, ଅଗ୍ରଜ ବାଇବେଲରେ ଲେଖା ଅଛି। ତେଣୁ ଯୀଶୁ ହେଉଛନ୍ତି ସମଗ୍ର ପାପୀମାନଙ୍କର ନିମନ୍ତେ ପାପ କ୍ଷମା କରିବା ପାଇଁ ବା ପରିବର୍ତ୍ତନ କରିବା ପାଇଁ, ଆଲୋକ ଦେବା ପାଇଁ। ଯୀଶୁ କ'ଣ ବୋଲି କହିଲେ? ମୁଁ ଜଗତର ଜ୍ୟୋତି ବୋଲି କହିଲେ। ତେଣୁ ଯୀଶୁ ହେଉଛନ୍ତି ପ୍ରକୃତରେ ଏ ପାପୀ କ୍ଷମା ପାଇବାର ପୂର୍ବ ବା ଅଗ୍ରଜ ବା ଆଗ ଧାଡ଼ିର ଲୋକ ବା ପ୍ରତ୍ୟୁଷର ପୁତ୍ର ବା ପ୍ରଭାତୀ ତାରା ବୋଲି ଆମେ କହୁ। ସେଥିପାଇଁ ଆପଣମାନେ ମନେ ରଖନ୍ତୁ, ପ୍ରଭାତୀ ତାରା ବା ମର୍ଣ୍ଣିଂ ଷ୍ଟାର ଆମେ ଲାଟିନରେ କ'ଣ ବୋଲି ଜାଣିଛୁ? ଲାଟିନରେ ଲୁସିଫର କୁହାଯାଏ। ଲୁସିଫରର ଅର୍ଥ ହେଉଛି ପ୍ରଭାତୀ ତାରା, ମର୍ଣ୍ଣିଂ ଷ୍ଟାର। ଆପଣମାନଙ୍କୁ ଅଡ଼ୁଆ ନ ଲାଗୁ, ଏଇଟା ସତ କଥା ଆମେ ଜାଣିବା ଦରକାର ଅଛି ଯେ ଲୁସିଫର ଯେଉଁଟାକି ପ୍ରଭାତୀ ତାରା ବା ପ୍ରତ୍ୟୁଷର ପୁତ୍ର ଯେଉଁଟା ବୁଝେଇଲା, ତାହା ମାନେ ପ୍ରଭାତୀ ତାରା, ପ୍ରତ୍ୟୁଷର ପୁତ୍ର, ଲୁସିଫର କହିଲେ ଯୀଶୁଙ୍କୁ ବୁଝାଏ। ଲୁସିଫର କହିଲେ ଶୈତାନକୁ ବୁଝାଏ ନାହିଁ। ପ୍ରଭାତୀ ତାରା କହିଲେ ଶୈତାନକୁ ବୁଝାଏ ନାହିଁ। ପ୍ରତ୍ୟୁଷର ପୁତ୍ର କହିଲେ ଶୈତାନକୁ ବୁଝାଏ ନାହିଁ। କିନ୍ତୁ ଅନେକ ଲୋକମାନେ, 99% ଲୋକମାନେ ଲୁସିଫର କହିଲେ ସିଧାସଳଖ ଶୈତାନକୁ ବୁଝନ୍ତି। କାହିଁକି? ଯିଶାୟା 14 ପର୍ବରେ ସେ ପତିତ ଦୂତକୁ ବା ଶୈତାନକୁ ଲୁସିଫର ବୋଲି ଯିଶାୟା ଆଖ୍ୟା ଦେଇ କହନ୍ତି। ତେଣୁ ଯେହେତୁ ଲୁସିଫର ବୋଲି ସେ ଶୈତାନକୁ କହିଛନ୍ତି, ତେଣୁ ଶୈତାନ ହିଁ ଲୁସିଫର ବୋଲି ଆମେ ଭାବୁଛୁ। କିନ୍ତୁ ପ୍ରକୃତରେ ସେ ଲୁସିଫର ନୁହନ୍ତି, ସେ ପ୍ରଭାତୀ ତାରା ନୁହନ୍ତି, ସେ ପ୍ରତ୍ୟୁଷର ପୁତ୍ର ନୁହନ୍ତି। କିଏ? ଶୈତାନ। ତେବେ ଯୀଶୁ କ'ଣ ପାଇଁ କହିଲେ? ଯିଶାୟା କ'ଣ ପାଇଁ କହିଲେ? ଯଦି ସେ ପ୍ରଭାତୀ ତାରା ନୁହନ୍ତି, ଯଦି ସେ ପ୍ରତ୍ୟୁଷର ପୁତ୍ର ନୁହନ୍ତି, ବା ସେ ମର୍ଣ୍ଣିଂ ଷ୍ଟାର ନୁହନ୍ତି ଶୈତାନ, ତେବେ ଯିଶାୟା କ'ଣ ପାଇଁ କହିଲେ? ଯିଶାୟା କହିବାର ଅର୍ଥ, ଯିଶାୟା ଯୋଉ ତାଙ୍କୁ କହିଲେ ତୁମେ ପ୍ରତ୍ୟୁଷର ପୁତ୍ର, ତୁମେ ଲୁସିଫର କହିଲେ, ୟାର ଅର୍ଥ ସେ ତାକୁ ସମ୍ମାନ କରିକି, ତାକୁ ଉତ୍ସାହିତ କରିକି, ତାକୁ ପ୍ରଶଂସା କରିକି କହିନାହାନ୍ତି ଲୁସିଫର ତୁମେ ମର୍ଣ୍ଣିଂ ଷ୍ଟାର, ତୁମେ ଲୁସିଫର, ତୁମେ ପ୍ରଭାତୀ ତାରା, ଏ ପ୍ରକାର ଆଖ୍ୟା ଦେଇ ତାକୁ ପ୍ରଶଂସା କରି କହିନାହାନ୍ତି। ବରଂ ଶୈତାନ ଯେହେତୁ ନିଜକୁ ଭାବୁଥିଲା କ'ଣ, ଯେ ମୁଁ ହେଉଛି ଶ୍ରେଷ୍ଠ, ମୁଁ ନକ୍ଷତ୍ର ଗଣ ଉର୍ଦ୍ଧ୍ୱରେ ମୁଁ ସିଂହାସନ ସ୍ଥାପନ କରିବି, ମୁଁ ହେଉଛି ବଡ଼। ନିଜକୁ ଯେହେତୁ ସେ ବଡ଼ ଜାଗାରେ ଦେଖିଛି, ନିଜକୁ ବଡ଼ ମନେ କରିଛି, ତେଣୁ ସେଠାରେ ଯିଶାୟା ତାକୁ ତୁଚ୍ଛ କରିକି ତାଚ୍ଛଲ୍ୟ କରି କହନ୍ତି, ହେ ଲୁସିଫର, ଅର୍ଥାତ୍ ତୁମେ ତ ମର୍ଣ୍ଣିଂ ଷ୍ଟାର ଭାବୁଥିଲ, ତୁମେ ତ ପ୍ରଭାତୀ ତାରା ଭାବୁଥିଲ, କ'ଣ ହେଲା ପୃଥିବୀରେ ଅଛ? ସେଥିପାଇଁ ଆମେ ଜାଣିବାର ଅଛି ସେ ତୁଚ୍ଛ କରି କହନ୍ତି। ପ୍ରକୃତରେ ଲୁସିଫର ଯେଉଁଟାକି ଆମେ ଓଡ଼ିଆରେ ଅର୍ଥ କଲେ ବା ଲାଟିନ ଭାଷାରେ ଲୁସିଫର ଅର୍ଥ ପ୍ରତ୍ୟୁଷର ପୁତ୍ର, ଇଂଲିଶରେ ମର୍ଣ୍ଣିଂ ଷ୍ଟାର ବା ଓଡ଼ିଆରେ ଆଉ ଗୋଟେ ପ୍ରଭାତୀ ତାରା। ଏହାର ପ୍ରକୃତ ଅର୍ଥ କ'ଣ? ଏହା ଯୀଶୁଙ୍କୁ ବୁଝାଏ। କାହିଁକି? ଯୀଶୁ ହେଉଛନ୍ତି ପ୍ରକାଶିତ 22:16 ଅନୁସାରେ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ମର୍ଣ୍ଣିଂ ଷ୍ଟାର, ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପ୍ରଭୁ ପ୍ରତ୍ୟୁଷର ପୁତ୍ର, ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପ୍ରଭାତୀ ତାରା। ତ ଯୀଶୁ ଖ୍ରୀଷ୍ଟ ହେଉଛି ଲୁସିଫର। ଆପଣମାନେ ଲୁସିଫର ଯେହେତୁ ଶୈତାନ ବୋଲି ଜାଣିଛନ୍ତି, ଅଡ଼ୁଆ ଲାଗିପାରେ, କିନ୍ତୁ ଶୈତାନ ନାହିଁ।
ମୁଁ କହିଲି ଆପଣମାନଙ୍କୁ ଲାଟିନ୍ରେ ଲୁସିଫରର ଅର୍ଥ ମର୍ଣ୍ଣିଂ ଷ୍ଟାର, ପ୍ରଭାତୀ ତାରା ବୋଲି କୁହାଯାଏ। ସେଥିପାଇଁ ଆମେ ଆଜି ଦେଖିଲୁ ଯେ ତାରା ହେଉଛନ୍ତି ଯୀଶୁଖ୍ରୀଷ୍ଟ। ଯୀଶୁଙ୍କୁ ଆଜି ତାରା ରୂପରେ ଆମେ ଆଲୋଚନା କଲୁ। ଗଣନା 24:17 ଏବଂ ପ୍ରକାଶିତ 22:16 ଯୀଶୁ ହେଉଛନ୍ତି ତାରା। ଆଉ ଯୀଶୁ ତାରା ଭାବରେ ଜଗତକୁ ଆସିଲେ। ଆଉ ସେ ହେଉଛନ୍ତି ତାର ସମସ୍ତ ଘଟିବାର ପୂର୍ବ ବ୍ୟକ୍ତି ହେଉଛି ସେ। ତେଣୁ ମୁଁ ଆଶା କରୁଛି ଆଜିର ଏହି ଅଳ୍ପ ଭିଡ଼ିଓରେ ଆପଣମାନେ କିଛି ଗୋଟେ ନୂଆ ବିଷୟ ଶିଖିଲେ। ଯଦି ଆପଣମାନଙ୍କୁ ଭଲ ଲାଗିଲା ବା କିଛି ନୂଆ ବିଷୟ ବୋଲି ଭାବୁଛନ୍ତି, ତେବେ ଆପଣମାନେ ଲାଇକ୍ କରନ୍ତୁ। ଆଉ ଅନେକ ସାଙ୍ଗସାଥିମାନେ ଆମର ଅଛନ୍ତି, ସେମାନଙ୍କୁ ସେୟାର କରନ୍ତୁ। ଯଦି ନୂଆରେ ଯଦି ଆପଣ ଶୁଣୁଥାନ୍ତି, ତେବେ ସବସ୍କ୍ରାଇବ୍ କରନ୍ତୁ ଆଉ ବେଲ୍ ଆଇକନ୍କୁ ଦବାନ୍ତୁ। ଯେହେତୁ ଆଗକୁ ଏ ପ୍ରକାର ଅନେକ ଭିଡ଼ିଓ ଆସିବ, ଆପଣମାନଙ୍କ ନିକଟକୁ ତାହା ଯିବ। ଆଜି ମୁଁ ଏତିକି ଆଲୋଚନା କରିକି ଶେଷ କରିବି। ପ୍ରାର୍ଥନା କରିବା। ପ୍ରେମମୟ ପ୍ରଭୁ, ଧନ୍ୟବାଦ ଦେଉଛୁ, ସୁନ୍ଦର ସମୟ ଆମମାନଙ୍କୁ ଦେଲ, ସୁନ୍ଦର ବାକ୍ୟର ଆଲୋଚନାର ସୁଯୋଗ ଦେଲ। ଯୀଶୁ ଯେ ପ୍ରକୃତରେ ତାରା, ଆଉ ଯୀଶୁ ଯେ ପ୍ରକୃତରେ ଉଜ୍ଜଳ ତାରା, ପ୍ରଭାତୀ ତାରା, ପ୍ରତ୍ୟୁଷର ପୁତ୍ର, ଯାହାକି ଆମେ ଲାଟିନ୍ ଭାଷାରେ ଦେଖିଲୁ ଲୁସିଫର। ତେଣୁ ଏ ସତ୍ୟତା ଜାଣିବା ପାଇଁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ।